Hello student, welcome to the Unique Learners of YouTube channel. ଆପଣ ମାନଙ୍କୁ Unique Learners YouTube channel କୁ ସ୍ୱାଗତ ଜଣାଉଛି। ଆଜି ଆମେ ଅଷ୍ଟମ ଶ୍ରେଣୀ ଇଂରାଜୀ ବହି ଯାହାର ନାମ ହେଲା ଜାସ୍ମିନ୍ ତାର ପ୍ରଥମ ଅଧ୍ୟୟନ କରିବା ଆରମ୍ଭ କରିବା। ତ ଅଧ୍ୟୟନ କରିବା ପୂର୍ବରୁ ମୁଁ ଆପଣଙ୍କୁ କହି ରଖୁଛି ଆମ ଏହି ଚ୍ୟାନେଲରେ ଆପଣମାନେ ସମସ୍ତ କ୍ଲାସର ସମସ୍ତ ପୁସ୍ତକର ଭିଡ଼ିଓ ଗୁଡ଼ିକ ପାଇପାରିବେ। ତେଣୁ ସବସ୍କ୍ରାଇବ୍ କରି ରଖନ୍ତୁ। ନୂତନ ଭିଡ଼ିଓ ଯାହା ଆସିବ ସେଥିପାଇଁ ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ ଆଉ ଆପଣମାନେ ସବୁ ସୁବିଧା ପାଇପାରିବେ। ଏହି ଚ୍ୟାନେଲ ମାଧ୍ୟମରେ ଆମେ ଆପଣମାନଙ୍କଠାରେ ସରଳ ଭାଷାରେ ସମସ୍ତ ପାଠ୍ୟକ୍ରମକୁ ବୁଝାଇବାକୁ ଚେଷ୍ଟା କରିବୁ ଓ ସମସ୍ତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମଧ୍ୟ କରାଯିବ। ତ ପିଲାମାନେ ଦେଖ, ତମ ଇଂରାଜୀ ପୁସ୍ତକର ପ୍ରଥମ ୟୁନିଟ୍ଟି ହେଉଛି ୱିଡ୍ ଆଣ୍ଡ ୱିଜଡମ୍। ପ୍ରଥମ ୟୁନିଟ୍ରେ ତିନୋଟି ଅଛି। ଦ ୱିଟ୍ ଦ୍ୟାଟ୍ ଓନ୍ ହାର୍ଟସ୍, ଏ କନସର୍ଟ ଏକ୍ଜାମ୍ପଲ୍, wisdom brave the way। ତ ଆଜି ଆମେ ଦ ୱିଟ୍ ଦ୍ୟାଟ୍ ଓନ୍ ହାର୍ଟସ୍ ଏହି ଅଧ୍ୟାୟଟି ଅଧ୍ୟୟନ କରିବା। ତ ପିଲାମାନେ, ଦ ୱିଟ୍ସ ଦ୍ୟାଟ୍ ଓନ୍ ହାର୍ଟସ୍ ଏହାର ଅର୍ଥ କ'ଣ ପିଲାମାନେ? ୱିଟ୍ର ଅର୍ଥ ହେଲା ଚତୁର, ଜ୍ଞାନ। ଏଠାରେ ଯେଉଁ ୱିସ୍ ଆଣ୍ଡ ୱିଜଡମ୍ ଅଛି ଏହାର ଅର୍ଥ ହେଉଛି ଜ୍ଞାନ ଏବଂ ବୁଦ୍ଧି। ତ ଏହି ଅଧ୍ୟାୟରେ ଜ୍ଞାନ ଏବଂ ବୁଦ୍ଧି ବିଷୟରେ ଆମେ ଅଧ୍ୟୟନ କରିବା। ତ ଅଧ୍ୟୟନ କରିବା ଆଗରୁ ଗୋଟେ ଷ୍ଟୋରି ଦିଆହେଇଛି, ତାକୁ ଆମେ ବୁଝିବା। ତମେ ସମସ୍ତେ এই ଷ୍ଟୋରିଟା ଜାଣିଥିବ। ଏହା ହେଉଛି ଶିବ ଏବଂ ପାର୍ବତୀଙ୍କ ଗୋଟିଏ ଷ୍ଟୋରି। Once Shiva and Parvati held a competition between their sons। ଥରେ କ'ଣ ହେଇଥିଲା, ଶିବ ଏବଂ ପାର୍ବତୀ ତାଙ୍କ ପୁତ୍ର ମାନଙ୍କ ମଧ୍ୟରେ ଗୋଟିଏ ପ୍ରତିଯୋଗିତା ରଖିଥିଲେ। ଗଣେଶ ଏଣ୍ଡ କାର୍ତ୍ତିକେୟ, ତାଙ୍କ ପୁତ୍ର ଦୁଇ ଜଣ କିଏ ଥିଲେ ରେ? ଗଣେଶ ଏବଂ କାର୍ତ୍ତିକେୟ ଥିଲେ। They were given the challenge to move around the wall 3 times। ତାଙ୍କୁ ଗୋଟିଏ ଚ୍ୟାଲେଞ୍ଜ ଦିଆଯାଇଥିଲା। କ'ଣ ସେ ଚ୍ୟାଲେଞ୍ଜଟି? ଚ୍ୟାଲେଞ୍ଜଟି ହେଲା ସେମାନେ ବିଶ୍ୱର 3 ରାଉଣ୍ଡ ଘୁରିବେ। ବିଶ୍ୱକୁ ସେମାନେ 3 ଥର ଘୁରିବେ, ସାରା ବିଶ୍ୱକୁ। The one who win would receive the fruit of wisdom। ଏଠାରେ କ'ଣ କୁହାଯାଇଛି? The one who win, ଯିଏ ଜଣେ ଜିତିବ ତାକୁ fruit of wisdom ମିଳିବ, ଜ୍ଞାନର ଫଳ ତାକୁ ମିଳିବ ବୋଲି ଶିବ ପାର୍ବତୀ କହିଲେ। ତାପରେ କାର୍ତ୍ତିକେୟ with his peacock mount quickly set off। Ganesh on his mouse realized he could not compete with Kartikeya's speed। କାର୍ତ୍ତିକେୟଙ୍କ ବାହନ କିଏ? ମୟୂର। ତ କାର୍ତ୍ତିକେୟ ସାଙ୍ଗେ ସାଙ୍ଗେ ମୟୂର ଉପରେ ବସି ପଡ଼ିଲେ ଓ ଗଣେଶ ବାହନ କିଏ କି? ମୂଷିକ। ତ ଗଣେଶ ମୂଷା ଉପରେ ବସି ସେ ଚିନ୍ତା କଲେ, ରିଏଲାଇଜ ଭାବିଲେ। କ'ଣ ଭାବିଲେ? he could not compete with Kartikeya's speed। ସେ କାର୍ତ୍ତିକେୟର ସେ ଗତି ସହିତ ପ୍ରତିଯୋଗିତା କରିପାରିବେ ନାହିଁ ବୋଲି ସେ ଭାବିଲେ। Instead he moved around his parents। ତା ପରିବର୍ତ୍ତେ ସେ କ'ଣ କଲେ? ତାଙ୍କ ମାତା ପିତାଙ୍କ ଚାରିପଟେ ଘୁରିଲେ। କେତେ ଥର ଘୁରିଲେ? 3 ଥର। ଚ୍ୟାଲେଞ୍ଜଟି କ'ଣ ଥିଲା? World moves around the world 3 times। ତ he moves around his parents, Shiva and Parvati 3 times। ସେ ତାଙ୍କ ପିତାମାତାଙ୍କ ଚାରିପଟେ 3 ଥର ଘୁରିଲେ। He took for them as his entire world। କାହିଁକି? ସେ ତାଙ୍କ ପିତାମାତାଙ୍କୁ ତାଙ୍କର ସବୁ ବିଶ୍ୱ ମନେ କରୁଥିଲେ। Pleased with his devotion and wisdom, Shiva and Parvati gave him the divine fruit। ଶିବ ପାର୍ବତୀ ଗଣେଶଙ୍କ ସେହି ତ୍ୟାଗ ଓ ଜ୍ଞାନ ବୁଦ୍ଧିରେ ଖୁସି ହୋଇ ଗଣେଶକୁ ସେ ସ୍ୱର୍ଗୀୟ ଫଳ, ଜ୍ଞାନର ଫଳ ଦାନ କଲେ। ତ ପିଲାମାନେ, କାହାଣୀଟି ବୁଝି ହେଲା? ତ ଆଗକୁ ଆମେ ଯିବା। ଆଗକୁ ରହିଛି 4ଟି ରିଡିଲ୍ ଦେଇଛି।
तो पिला माने रिडिल चारोटी देकी तो चारोटी रिडिल कोन आमे प्रथमे बुझिबा। प्रथम रिडिल टी हला आई कैन बी ए फ्रेंड और ए फो। यार अर्थ कोन पिला माने मु जणे सांग होई पारेबी किंबा मु शत्रु होई पारेबी डिपेंडिंग ऑन हाउ यू यूज मी। मु सांग होई पारेबी कि शत्रु होई पारे ताहा काहा पर निर्भर करे तमे मते किपरि व्यवहार करूछ। आई कैन ब्रिंग बोथ जॉय एंड पेन व्हाट एम आई। एवं मु उभय खुशी एवं दुख दे पारे तो मु किए बोली प्रश्न करी। तो पिला माने यार उत्तर मु कहूनी यार उत्तर तुमे माने कमेंट सेक्शन रे मते जणाइबो। मु जहार सठिक कमेंट थिबो ए कमेंट को पिन करी बुझियला और नेक्स्ट क्लास रे तार नाम निया जीवो। तो द्वितीय टी हला द मोर ऑफ मी यू टेक द मोर यू हैव लीव बिहाइंड। यार अर्थ कोन पिला माने मते तमे जेते नेबो मु तम पछरे सेते रही जीवी तो ताहेले मु किए कह। तृतीय रिडिल टी कोन देकी पिला माने आई कैन बी मेजर्ड बट आई कैन नॉट बी टच। मते मापी मपा जाई पारिबो किंतु मते छुई पारिबो नाही। आई कैन बी स्पेंड बट आई कैन नॉट बी सेव्ड। मते तुमे खर्च करि पारिबो बा व्यय करि पारिबो किंतु मते रखी पारिबो नाही सेव करी रखी पारिबो नाही ताहेले मु कोन कुह। तो चतुर्थटी हला पिला माने यू सी मी इन द वाटर बट आई नेवर गेट वेट। तमे माने मते पानी रे देखि पारिबो किंतु मु केबे उदा होए नाही व्हाट एम आई ताहेले मु कोन। इटा तमरो चारोटी रिडिल हला। मु आशा करबी तुमे समस्ते कमेंट बॉक्स रे चारोटी रिडिल रो उत्तर लिखि मते जणाइबो। तापरे आमे केतोटी प्रश्न देछि ताको टिके देखि देबा। Where are quality like humor and wit important in a person? प्रथम प्रश्नटी देछि पिला माने जे हम गुण रहिछि मनुष्यर गुण कोन गुण ह्यूमर एंड विट जेन मजाकिया गुण ओ चतुरता गुण काहे कि गोटे मनुष्य पई अति दरकारी ताहा देखिबा। Where do you think kings and queens prefer to have witty people among their country? काहे कि राजा एवं रानी माने तांको राज्य रे चतुर लोक रहंतु या भावंती बोली प्रश्न करिछि। If you were asked to solve a disagreement between two people, what approach would you take? आउ कोन कहिछि पिला माने जदि तुमको दुई जनक भितरे भूल बुझामणार समाधान करबा पई कहा जीवो ताहेले तुमे कोन करिवो। एटा हला तृतीय प्रश्न। चतुर्थ प्रश्नटी देछि पिला माने हैव यू एवर बीन इन ए सिचुएशन वेयर ए स्मॉल मिसअंडरस्टैंडिंग लेड टू ए बिग प्रॉब्लम। तुमे केबे एमिति परिस्थिति रो सम्मुखीन होइछ कि जेउ थारे कि गोटिए छोट कथा पई गोटिए बड़ घटना घटी जाइछि। हाउ वाज इट रिजल्व और ताहा किपरि समाधान हे पारबो एपरि चारोटी प्रश्न करा जाइछि। तापरे पिला माने हम अध्ययन आरंभ करिबा। तो पिला माने देखो प्रथमे देइछि द विजयनगर एम्पायर वाज रिनोन्ड फॉर हिज ग्लोरी वेल्थ एंड कल्चरल अचीवमेंट। तो कोन पिला माने विजयनगर बोली गुटे साम्राज्य थिला जहार गौरव हला तार ग्लोरी वेल्थ एंड कल्चरल अचीवमेंट। से साम्राज्यर गौरव हला तार सांस्कृतिक कार्यक्रम एवं संपद सेति पई से प्रसिद्धि लाभ करिथिला। Among its many illustrious rulers, King Krishnadevara ruled 1509 to 1529 C, stood out as a wise and powerful monarch. सेही साम्राज्यर अनेक सम्मानित राजा थिले। सेही राजा मानक सम्मानित राजा मानक मध्यरु राजा कृष्णदेवराय जे कि
କେତେ ଖ୍ରୀଷ୍ଟାବ୍ଦରେ ଶାସନ କରିଥିଲେ? 1509 ରୁ 1529 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ସେ ଗୋଟିଏ ୱାଇଜ୍ ଏଣ୍ଡ ପାୱାରଫୁଲ ମୋନାର୍କ। ସେ ଗୋଟେ ଜ୍ଞାନୀ ଏବଂ ଶକ୍ତିଶାଳୀ ରାଜା ରୂପରେ ଛିଡ଼ା ହୋଇଥିଲେ। His reign is often referred to as a golden era of Vijayanagar Empire. ତାଙ୍କ ଶାସନ କାଳକୁ ବିଜୟନଗର ସାମ୍ରାଜ୍ୟର ସ୍ୱର୍ଣ୍ଣ ଯୁଗ ବୋଲି କୁହାଯାଉଥିଲା। କାହିଁକି? A time when art, literature and architecture flourished. ସେ ସମୟରେ କ'ଣ ହେଇଥିଲା ପିଲାମାନେ? ବିଜୟନଗର ଏମ୍ପାୟାରରେ କଳା, ସ୍ଥାପତ୍ୟ ଓ ସାହିତ୍ୟର ବିକାଶ ହେଇଥିଲା। କ'ଣ ହେଇଥିଲା? ବିକାଶ ହେଇଥିଲା। A great patron of learning, Krishnadeva not only an eminent warrior but also a gifted poet. ସେ ଗୋଟିଏ ମହାନ ପୋଷକ ଥିଲେ। କାହାର? ଲର୍ଣ୍ଣିଂର ସେ ପୋଷକ ଥିଲେ। କୃଷ୍ଣଦେବରାୟ ଗୋଟିଏ ଶକ୍ତିଶାଳୀ ରାଜା ଖାଲି ନଥିଲେ, ସେ ଗୋଟିଏ ଭଲ କବି ମଧ୍ୟ ଥିଲେ। ବୁଝିହେଲା ପିଲାମାନେ? His work such as the epic Amuktya-Malyada and the Sanskrit drama Jambavati Parinayam are acclaimed even today. ସେ ଅନେକ ଗୁଡ଼ିଏ କାବ୍ୟ କବିତା ରଚନା କରିଥିଲେ। ସେଥିମଧ୍ୟରୁ ତାଙ୍କ ଗୋଟିଏ ମହାକାବ୍ୟ ଅଛି ଯାହାର ନାଁ ହେଲା ଅମୁକ୍ତ ମାଲ୍ୟଦା, ଏବଂ ସଂସ୍କୃତରେ ଗୋଟିଏ ଡ୍ରାମା ଲେଖିଥିଲେ, ତାର ନାଁ ହେଲା ଜାମ୍ବବତୀ ପରିଣାୟମ। ତାହା ଆଜି ମଧ୍ୟ ସମ୍ମାନିତ ଓ ପ୍ରଶଂସିତ ହୋଇଛି। ତାପରେ ପିଲାମାନେ ଅଛି Krishnadevaraya's court was home to 8 celebrated poets collectively known as the ଅଷ୍ଟଦିଗ୍ଗଜ। ତାପରେ କୁହାଯାଇଛି ପିଲାମାନେ କୃଷ୍ଣଦେବଙ୍କ ରାଜ୍ୟସଭାରେ 8 ଗୋଟି ସମ୍ମାନିତ କବି ଥିଲେ। ତାଙ୍କୁ କ'ଣ କୁହାଯାଉଥିଲା ପିଲାମାନେ? ତାଙ୍କୁ ଅଷ୍ଟଦିଗ୍ଗଜ କୁହାଯାଉଥିଲା। ସେମାନେ ଅଷ୍ଟଦିଗ୍ଗଜ ନାମରେ ପରିଚିତ ଥିଲେ। These poets including Alasani Pedanna and Telani Ramakrishna enriched the literary tradition with their masterpiece. ସେହି କବିମାନଙ୍କ ମଧ୍ୟରୁ ଆଲାସାନି ପେଦନ୍ନା ଏବଂ ତେଲାନୀ ରାମକୃଷ୍ଣ ଅନ୍ୟତମ ଥିଲେ। କାହିଁକି? ସେମାନେ ନିଜର ସାହିତ୍ୟ କୃତି ଦ୍ୱାରା ସାହିତ୍ୟ ପରମ୍ପରାକୁ ସମୃଦ୍ଧ କରିଥିଲେ। ବୁଝିହେଲା ପିଲାମାନେ? ତେଲାନୀ ରାମକୃଷ୍ଣ in particular was known for his quick wit and humor, earning him a special place in the king's court as both a poet and witty advisor. ସେଥିମଧ୍ୟରେ ତେଲାନୀ ରାମକୃଷ୍ଣ ତାଙ୍କ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। କାହିଁକି? ସେ ତାଙ୍କ ତୁରନ୍ତ ଚତୁରତା ଏବଂ ହାସ୍ୟରସ ଜ୍ଞାନ ବଳରେ ରାଜାଙ୍କ ଦରବାରରେ ସେ ଗୋଟିଏ କବି ସହିତ ଚତୁର ବୁଦ୍ଧିର ଏଡଭାଇଜର ମାନେ ନା ମତଦାତା, ଚତୁର ବୁଦ୍ଧି ପରାମର୍ଶଦାତା ହିସାବରେ ସେ ରାଜ ଦରବାରରେ ତାଙ୍କ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। His clever solution to seemingly insurmountable problem made him a beloved figure in the empire history. ସେ ନିଜର ବୁଦ୍ଧିମତ୍ତା ବଳରେ ଅସମ୍ଭବ ମନେ ହେଉଥିବା ସମସ୍ୟାର ସମାଧାନ କରି ସାମ୍ରାଜ୍ୟର ଇତିହାସରେ ଏକ ପ୍ରିୟ ବ୍ୟକ୍ତିତ୍ୱ ହୋଇପାରିଥିଲେ। ସେ ତାଙ୍କ ଚତୁରତା ବୁଦ୍ଧି ବଳରେ ଯେଉଁ ସମାଧାନ ଗୁଡ଼ିକ ଅସମ୍ଭବ ଥିଲା ତାହା ମଧ୍ୟ ସମାଧାନ କରି ସେ ସାମ୍ରାଜ୍ୟର ଇତିହାସରେ ଗୋଟିଏ ପ୍ରିୟ ବ୍ୟକ୍ତିତ୍ୱ ହୋଇପାରିଥିଲେ। Even the weakest ruler faced moment of disharmony, and at one such time the king had a quarrel with his queen Thirumalambalam over a seemingly trivial matter. ଥରେ କ'ଣ ହେଇଥିଲା ପିଲାମାନେ? ଏତେ ଜ୍ଞାନୀ ରାଜା ହେଲେ ମଧ୍ୟ ତାଙ୍କ ଜୀବନରେ ବେଳେ ବେଳେ ଭୁଲ ବୁଝାମଣା ବା ମନୋମାଳିନ୍ୟ ଦେଖାଦିଏ। ଏହିପରି ରାଜାଙ୍କ ମଧ୍ୟ ଗୋଟିଏ ଭୁଲ ବୁଝାମଣା ହେଇଥିଲା। କାହା ସହିତ? ରାଣୀ ସହିତ। ରାଣୀର ନାମ ହେଲା ତିରୁମାଲାମ୍ବଳମ। ବୁଝିହେଲା? ଗୋଟିଏ ଛୋଟ କଥାକୁ ନେଇ, ସାମାନ୍ୟ କଥାକୁ ନେଇ ରାଜା ଓ ରାଣୀ ମଧ୍ୟରେ କୃଷ୍ଣଦେବରାୟ ଏବଂ ତିରୁମାଲାମ୍ବଳମ
ମଧ୍ୟରେ ଭୁଲ ବୁଝାମଣାଟିଏ ହୋଇଥିଲା। For weeks he did not utter a single word to her. ସପ୍ତାହ ସପ୍ତାହ ଧରି ରାଜା ଓ ରାଣୀ ଦୁହେଁ ଗୋଟିଏ ଶବ୍ଦର ଆଦାନ ପ୍ରଦାନ ମଧ୍ୟ କରି ନଥିଲେ। And in his frustration stopped visiting her altogether. ଯେହେତୁ ସେ ଦୁହେଁ କଥାବାର୍ତ୍ତା ହେଉନଥିଲେ, ଧୀରେ ଧୀରେ ଉଭୟେ ହତାଶ ହୋଇ ପାଖକୁ ଯିବା ପାଇଁ ମଧ୍ୟ ବନ୍ଦ କରିଦେଇଥିଲେ। His absence cast a shadow over the place, and the once cheerful corridor seemed quiet and forlorn. ତାଙ୍କ ଅନୁପସ୍ଥିତିଟା ରାଜସଭାଟା କ'ଣ ହେଇଥିଲା ପିଲାମାନେ? ତାଙ୍କ ଅନୁପସ୍ଥିତିରେ ଗୋଟିଏ ଶାନ୍ତ ଏବଂ ଏକାକୀ ନିସଙ୍ଗ ହେଲା ଭଳି ହେଇଯାଇଥିଲା। ଯେଉଁ ସଭାଟା ସବୁବେଳେ ହସ ଖୁସିରେ ଭରି ରହିଥିଲା, ସେହି ସଭାରେ ଅନ୍ଧକାର ଛାଇ ଯାଇଥିଲା। ବୁଝିହେଲା ପିଲାମାନେ? Tirumalambam was upset and tried her best to resolve the issue but failed. ତିରୁମାଲାମ୍ବଲମ୍ ବହୁତ ଦୁଃଖୀ ଥିଲେ ଓ ସେ ତାଙ୍କର ସବୁ ଚେଷ୍ଟା କରିସାରିଥିଲେଣି କ'ଣ ପାଇଁ? ଏହି ସମସ୍ୟାର ସମାଧାନ କରିବା ପାଇଁ, କିନ୍ତୁ ସେ ସମାଧାନ କରିପାରିନଥିଲେ। ସେ ଅସଫଳ ହେଇଯାଇଥିଲେ, ସଫଳ ହେଇପାରି ନଥିଲେ। With no other alternative, she decided to seek the help of ତେଲାନି ରାମା। ତେଣୁ ତାଙ୍କ ପାଖରେ କୌଣସି ରାସ୍ତା ନଥିଲା, ତ ସେ ଚିନ୍ତା କଲେ ଓ ଭାବିଲେ ଯେ ମୁଁ ତେଲାନି ରାମାର ସାହାଯ୍ୟ ନେବି। The court's brilliant witty poet, ଯିଏକି ରାଜସଭାର ଗୋଟିଏ ବିଚକ୍ଷଣ ବୁଦ୍ଧି ଏବଂ ଚତୁର କବି ଥିଲେ। Rama listened patiently as the queen recounted the incident in detail. ରାମା କ'ଣ କଲେ? ସେ କୁଇନ୍ ଯେଉଁ ଘଟଣାର ପୁନରାବୃତ୍ତି କରୁଥିଲେ, ତାକୁ ଧ୍ୟାନର ସହିତ ଶୁଣିଲେ। ତ ସେ ଘଟଣାଟି କ'ଣ ଏବେ ପଢ଼ିବା। The king wrote a poem. She began, her voice trembling. It was filled with vague expression. Sun, moon, star, beautiful sky, but it made no sense. ତ କ'ଣ ହେଲା ପିଲାମାନେ? ରାଜା ଗୋଟିଏ ପୋଏମ୍ ଲେଖିଥିଲେ, କବିତା ଲେଖିଥିଲେ ଏବଂ ସେ କହିଲେ ତାଙ୍କ ସ୍ୱର ଥରୁଥିଲା ବେଲେ ସେ କବିତାଟି ଯେତେବେଳେ ଆବୃତ୍ତି କରୁଥିଲେ, ତାଙ୍କ ସ୍ୱର ଠିକ୍ ସେ ବୁଝା ପଡ଼ୁନଥିଲା। ଗୋଟିଏ ଡରି ଡରିଲା କହିଲା ବୋଲି କହୁଥିଲେ। ସନ୍, ମୁନ୍, ଷ୍ଟାର ଆଣ୍ଡ ବ୍ୟୁଟିଫୁଲ ସ୍କାଏ, ସୂର୍ଯ୍ୟ, ଚନ୍ଦ୍ର, ତାରା, ସୁନ୍ଦର ଆକାଶ, ଏପରି କିଛି ସେ ଅସ୍ପଷ୍ଟ ଭାବରେ କିଛି କହୁଥିଲେ, ଯାହାର କିଛି ଅର୍ଥ ବାହାରୁ ନଥିଲା। ବଟ୍ ଇଟ୍ ମେଡ୍ ନୋ ସେନ୍ସ, ଅର୍ଥ କ'ଣ? ଏହାର କିଛି ଅର୍ଥ ବାହାରୁ ନଥିଲା। When he tried reacting it to his minister, ସେ ଯେତେବେଳେ ତାଙ୍କ ମନ୍ତ୍ରୀମାନଙ୍କ ଆଗରେ ଏହାର ଆବୃତ୍ତି କରୁଥିଲେ, they all avoid him making excuse. ସେ ମନ୍ତ୍ରୀମାନେ କ'ଣ କରୁଥିଲେ? ତାଙ୍କୁ ଅଣଦେଖା କରୁଥିଲେ। କାହିଁକି କ'ଣ କହି? ସେମାନେ ବିଭିନ୍ନ ବାହାନା କରି ରାଜାର କବିତାକୁ ଅଣଦେଖା କରୁଥିଲେ। It was late evening when he came to me seeking an audience. କ'ଣ ହେଇଥିଲା? ଏଟା ସନ୍ଧ୍ୟା ସମୟ ହେଇଯାଇଥିଲା ଓ ରାଜା ରାଣୀ ପାଖକୁ ଦର୍ଶକ ଭାବରେ ସାକ୍ଷାତ କରିବା ପାଇଁ ଆସିଥିଲେ। He began reciting it to me. ଓ ସେ ରାଣୀ ଆଗରେ ତାଙ୍କର କବିତାର ଆବୃତ୍ତି କରିଥିଲେ। But I was so exhausted after a trying day that I am. କିନ୍ତୁ ରାଣୀ ବହୁତ ଥକି ଯାଇଥିଲେ, ତାଙ୍କ ଦିନଟା ବହୁତ ଥକାପଣ ଲାଗୁଥିଲା, ତେଣୁ ସିଏ ହାଇ ମାରିଦେଲେ। Not once but several times. ଥରେ ନୁହେଁ, ବହୁତ ଥର ସେ ହାଇ ମାରିଥିଲେ। The king thought I was disrespecting his poem. ଯେତେବେଳେ ରାଜା ତାଙ୍କ କବିତାର ଆବୃତ୍ତି କରୁଥିଲେ, ସେତେବେଳେ ରାଣୀ ହାଇ ମାରି ଦେଇଥିଲେ। ତ ରାଜା ଭାବିଲେ ରାଣୀ ମୋର କବିତାର ସମ୍ମାନ କରୁନାହିଁ, and stormed off, ଏବଂ ସେ ରାଗି ଯାଇଥିଲେ। Since then he has not spoken to me. ସେହି ସମୟ ଠାରୁ ରାଜା ମୋ ସହିତ କଥା ହେଉନାହାନ୍ତି ବୋଲି ରାଣୀ କହିଛନ୍ତି। If I had known this would happen, I would have chosen another day.
जदि मु यह जानी थांती एपरि हेबो बोली तेबे मु अन्य कोनोसी दिन बाछि जानती। हेल्प मी प्लीज रामा, ओनली यू कैन हेल्प द किंग अंडरस्टैंड। मते साहाय्य कर रामा, दया करी केवल तुमे ही राजा को बुझाइबारे साहाय्य करि पारिबो बोली रानी कहिसंती। तो पिला माने एटा से भूल बुझामणाटी कोन हेतिला ताहा हमें देखिला। तापरे हमें तार समाधान किपरि ହେଲା ताहा आगकू देखिबा। Rama nodded thoughtfully. If you like, I will try my best to resolve this matter, Your Highness. तो पिला माने रामा चिंता मग्न होई मुंड हलेले एवं कहिले आपण जदि चाहंती, आपण जदि पसंद करंती तेबे मु मोर सबु चेष्टा करिबी एही असुविधार एही घटनार समाधान करबा पई बोली रानी को कहिले। But this need a well planned approach and I may need time to find the right strategy. किंतु एथिपाई एक सुनिश्चित योजना आवश्यक हेबो बोली से कहिले एवं सेथिपाई तांकू किछि समय दरकार। कौन करिवे से समय नहीं कि सठिक कौशल खोजी बाहर करिवे। राइट स्ट्रेटजी मतलब है सठिक कौशल। The queen who had placed her last hope in Rama agreed and thanked him profusely. क्वीन माने रानी जे कि तांको सबु चेष्टा करि सारिला परे से विफल होइतिले एवं तांको शेष आशा थिले राम, सेथि पई से राजी हो गले एवं राम को धन्यवाद, बहुत धन्यवाद देले, अशेष अशेष धन्यवाद देले। The next morning the royal court was bustling with activity. Ministers, scholars and courtiers filled the courtroom. परदिन सकाले कौन है पिला माने राज दरबार कार्य कला परे चलचंचल थिला एवं मंत्री, पंडित एवं पारिषद माने दरबार गृह रे भरी रहिथिले। Ray of sunlight streamed through the open windows, illuminating the floor adorned with exquisite rocks. एवं कौन होतिला खोला झरका देई सूर्य किरण प्रवेश करुथिला जहा चट्टान रे पड़िथिबा सुंदर गालिचा को आलोकित करुथिला। Despite the lively chatter, a tension hung in the air. एही सबु को छाड़ी देला परे वायुमंडल रे एक जीवंत कथावार्ता सत्व घुरी बुलुथिला। The king sat on his ornate throne, his expression strained, his sharp eyes scanning the room. राजा तांको राज सिंहासन रे बसिथिले एवं तांकर जो एक्सप्रेशन ता थिला से कोन करूथिले पिला माने से राज दरबार रो चारि आड़े आखि घुराई निरीक्षण कला बलिया देखुथिले। It was evident that the unresolved quarrel still ground at him. ताहा रामा देखिथिले एवं से भाविथिले कि राजा मध्य सेही असमाधान होई थिबा घटना पई मने मने दुखी अछंती एवं चिंता करूछंती। तापरे अछि पिला माने the court discussion was centered on improving paddy cultivation in the empire. से जो सभाटा बसिथिला से सभा रे कोन करा जाउथिला पिला माने ए सभा रे पेडी कल्टिवेशन केमिति शस्य उत्पादन केमिति इम्प्रूव करा जिवो, उन्नत करा जिवो, तांको साम्राज्य रे शस्य उत्पादन किपरि उन्नत करा जिवो सेथि उपरे
ସେଠାରେ ସଭା ବସିଥିଲା। One by one the minister rose to present their idea. ଗୋଟିଏ ଗୋଟିଏ କରି ମନ୍ତ୍ରୀଗଣ ତାଙ୍କ ନିଜର ମତ ଦେବାକୁ ଲାଗିଲେ। Some suggest expanding irrigation network while other advocate for better manner. ସେଥିମଧ୍ୟରୁ କେତେକ କ'ଣ କହିଲେ ପିଲାମାନେ? ସେଥିମଧ୍ୟରୁ କେତେକ କହିଲେ ଯେ ଆମର ଜଳସେଚନ ବ୍ୟବସ୍ଥା ଭଲ ହେବା ଦରକାର ଏବଂ ବିସ୍ତୃତ କରିବାର ଦରକାର। ଜଳସେଚନ ବ୍ୟବସ୍ଥା ସବୁଆଡ଼େ ପହଞ୍ଚାଇବାର ଦରକାର। ଏବଂ ଅନ୍ୟ କେତେକ କହିଲେ ଆମର ପଦ୍ଧତିଟା ଭଲ କରିବା କଥା। ଯେଉଁ ଚାଷ କରିବା ପଦ୍ଧତିକୁ ଭଲ କରିବା କଥା। Amid this suggestion, Telani Rama stood quietly at the edge of the court, observing everyone with an assumed smile. ଏହି ସବୁକୁ ଯାହା କହିଲେ ଅନ୍ୟ ମନ୍ତ୍ରୀମାନେ ସବୁ ଶୁଣି ସାରିଲା ପରେ ତେଲାନି ରାମା କୋର୍ଟର ସମ୍ମୁଖରେ ଛିଡ଼ା ହୋଇଗଲେ ଏବଂ ସେ ଦେଖିଲେ ଯେ ସମସ୍ତେ ଟିକେ ଟିକେ ହସି ଦେଖୁଛନ୍ତି ତାଙ୍କୁ। Finally, the king called upon Rama. ପରିଶେଷରେ ରାଜା ରାମାଙ୍କୁ ଡାକିଲେ। The chatter in the court died down as all eyes turned to him. ସମସ୍ତଙ୍କ ନଜର ତାପରେ ରାମା ଉପରେ ପଡ଼ିଲା ଏବଂ କୋର୍ଟର ରୁମରେ ଶାନ୍ତ ପରିବେଶ ସୃଷ୍ଟି ହେଲା। Rama approached the throne carrying a plateful of paddy seeds. ରାମା କ'ଣ କରିଥିଲା ପିଲାମାନେ? ରାମା ରାଜା ପାଖକୁ ଏକ ଥାଳିରେ କିଛି ଧାନ ବିହନ ଧରି ସିଂହାସନ ପାଖକୁ ଆସିଥିଲା। Bowing low, he began, Your Majesty, I bring you a revolutionary type of paddy seed. ସେ ରାଜା ସମ୍ମୁଖରେ ଟିକେ ମୁଣ୍ଡ ନୁଆଇ କ'ଣ କହିଲା ପିଲାମାନେ? ମହାରାଜ, ମୁଁ ଆପଣଙ୍କ ପାଇଁ ଏକ ନୂତନ ପ୍ରକାରର ଉନ୍ନତ ଧରଣର ଧାନ ବିହନ ଆଣିଛି। If these are sown, the yield will be 3 times greater than the current result. ଯଦି ଆମେ ଏହାକୁ ବୁଣିବା ତାହେଲେ ଆମର ଅମଳ ଏବେ ଯେତେ ଅମଳ ହେଉଛି ତାଠାରୁ 3 ଗୁଣ ଅଧିକ ଅମଳ ହେବ ମହାରାଜ ବୋଲି ତେଲାନି ରାମା କହିଲା। A murmur swept through the room. One of Kotris, known for his screams, whispered just loud enough to be heard. ଏହା ଶୁଣି କୋର୍ଟ ରୁମରେ କ'ଣ ହେଲା ପିଲାମାନେ? ଗୁଞ୍ଜରଣ ସୃଷ୍ଟି ହେଲା। ସମସ୍ତେ ଗୁଣୁଗୁଣୁ କରିବାରେ ଲାଗିଲେ। ସେଥିମଧ୍ୟରୁ ଜଣେ ସଭାସଦ ପରିହାସ କରି ଧୀରେ ଧୀରେ କ'ଣ କହିଲେ? I wonder if these are magic seeds. Next he will claim they grow without water. ତ ପିଲାମାନେ ଯେତେବେଳେ ତେଲାନି ରାମା କହିଲେ ଏ ଶସ୍ୟ 3 ଗୁଣ ଉତ୍ପାଦନ ହେବ, କୋର୍ଟ ରୁମରେ ଗୁଞ୍ଜରଣ ସୃଷ୍ଟି ହେଲା। ସମସ୍ତେ ଗୁଣୁଗୁଣୁ କଲେ। ସେଥିମଧ୍ୟରେ ଜଣେ ସଭାସଦ କ'ଣ କହିଲେ? କହିଲେ କି ମୁଁ ଭାବୁଛି ଏଗୁଡ଼ିକ ଯାଦୁକାରୀ ବିହନ। ଜଣେ ଟିକେ ରଡ଼ିକି କହିଦେଲେ, ମୁଁ ଭାବୁଛି ଏହା ଏକ ଯାଦୁକାରୀ ବିହନ। ତାପରେ ତେଲାନି ରାମା ପୁଣି କ'ଣ କହିଲା? Next he will claim they grow without water. ରାମା କହିଲା ଏହି ବିହନ ଗୁଡ଼ିକ ବିନା ପାଣିରେ ବଢ଼ନ୍ତି ବୋଲି କହିଲା। Another murmured, perhaps he found them on the moon. ତାପରେ ପୁଣି ସେ କଥା ଶୁଣିବା ପରେ କୋର୍ଟ ରୁମରେ ପୁଣି ଗୁଣୁଗୁଣୁ ହେଲା ଏବଂ ପୁଣି ଜଣେ କହିଲା ତାହେଲେ ଏହି ବିହନ ଗୁଡ଼ିକ ତୁମେ ଚନ୍ଦ୍ରରୁ ପାଇଛନ୍ତି। Snickers rippled through the court. ତାପରେ ଏହା କୋର୍ଟ ସାରା ଗୁଣୁଗୁଣୁ ହୋଇକରି ଅଯୁକ୍ତିକର କଥା ଗୁଡ଼ିକ ଆଲୋଚନା ହେଇ ବସିଲା। The king frowned unimpressed. ରାଜା ମଧ୍ୟ ଅସନ୍ତୁଷ୍ଟ ଦେଖାଗଲେ। That sound abused, he muttered. Such cultivation would need special soil. ତାପରେ ସେ କହିଲେ କ'ଣ କହିଲେ ପିଲାମାନେ? ଏହି ଚାଷ ପାଇଁ ବିଶେଷ ମାଟି ଏବଂ ସାରର ଆବଶ୍ୟକ ହେବ। ତେଲାନି ରାମା କହିଲେ ପୁଣି
Such cultivation would need special soil, manure and pests and insect repellent. ଏହି ଚାଷ ପାଇଁ ଆମକୁ କଣ ଆବଶ୍ୟକ ହେବ ପିଲାମାନେ? ବିଶେଷ ମାଟି ଏବଂ ସାର ଆବଶ୍ୟକ ହେବ। If by chance something were to be wrong, our farmers would suffer. ଯଦି କିଛି ଭୁଲ ହୁଏ ତେବେ ଆମ ଚାଷୀମାନେ ତାର କଷ୍ଟ ଭୋଗ କରିବେ ବୋଲି ରାମା କହିଲେ। ରାମା ସ୍ମାଇଲ୍, ତାପରେ ରାମା ହସିଲେ। ଅନଫ୍ରିଜ୍ଡ, ହସିଲେ ଏବଂ ସ୍ଥିର ଅବିଚଳିତ ହୋଇ ରହିଲେ। That's my true, your majesty, but the real issue lies not with the seeds. ଏହା ସତ୍ୟ ମହାରାଜ, କିନ୍ତୁ ପ୍ରକୃତ ସମସ୍ୟା ବିହନରେ ନୁହେଁ, ବରଂ but with the person who sowed them. ସମସ୍ୟାଟା ବିହନରେ ନୁହେଁ ମହାରାଜ, ସମସ୍ୟାଟା ଯିଏ ସେ ବିହନ ବୁଣିବ ତା ଉପରେ ସମସ୍ୟାଟା ରହିଛି ବୋଲି କହିଲେ। A hush fell over the court as Rama word hung in the air. The king eyebrow furrowed. ରାମାଙ୍କ କଥା ଶୁଣି କୋର୍ଟରେ ନୀରବତା ଛାଇଗଲା। ତାପରେ ରାଜା କହିଲେ, କଣ କହିଲେ? What is wrong with the person? Sow the seeds. Speak clearly, Rama, he roared. ରାଜା କଣ କଲେ? ତାଙ୍କ ଆଇବ୍ରୋକୁ ଟିକେ ଉପରକୁ ଉଠାଇ ପ୍ରଶ୍ନ କଲେ, ବୁଣୁଥିବା ବ୍ୟକ୍ତିର କଣ ଅସୁବିଧା ଅଛି? ସ୍ପଷ୍ଟ ଭାବେ କହ ରାମା, କଣ କହିବାକୁ ଚାହୁଁଛ ବୋଲି ସେ ରଡ଼ିକି କହିଲେ। Rama glanced around the court, his sharp gaze meeting the spectacled eyes on the courtiers. ରାମା କହିଲେ, ଯଦି କେହି ବିନା ଯତ୍ନରେ ବିହନ ବୁଣନ୍ତି, ରାମା କହିଲେ, glance around the court, his sharp gaze meeting the spectacled eyes on the courtiers. ରାମାଙ୍କ ଉପରେ ସମସ୍ତଙ୍କ ତୀକ୍ଷ୍ଣ ନଜର ତାପରେ ପଡ଼ିଲା। ତାପରେ ସେ ରାମା ସମସ୍ତଙ୍କୁ ଦେଖି କହିଲେ, if one were to sow seeds without proper care, no one would reap a good harvest. ରାମା କହିଲେ, ଯଦି କେହି ବିହନ ଯତ୍ନରେ ବୁଣନ୍ତି ନାହିଁ ତେବେ ସେ ଅମଳ ଭଲରେ ପାଇବେ ନାହିଁ। ତାପରେ କହିଲେ, he said, posing for effect, and what if the person had a habit of yawning while sowing? ସେ ଟିକେ ଅଟକିଗଲେ ଏବଂ ପୁଣି କହିଲେ, ଯଦି ଜଣେ ବୁଣିବା ସମୟରେ ତାର ହାଇ ମାରିବାର ଅଭ୍ୟାସ ରହିଥାଏ ତେବେ ସେ ଭଲ ଭାବେ ବୁଣି ପାରିବ ନାହିଁ। Would not the seed scatter unevenly? ଯଦି ସେ ହାଇ ମାରି ମାରି ମଞ୍ଜି ବିହନଟାକୁ ବୁଣିବ ତ ବିହନ କଣ ସମାନ ଭାବେ ପଡ଼ିବ କି ବୋଲି ପ୍ରଶ୍ନ କରିଛନ୍ତି। ତାପରେ କଣ ହେଲା ପିଲାମାନେ? The court erupted into laughter. The earlier screamer replaced by a genius amusement. ଏହା ଶୁଣି ସମସ୍ତେ ହସିବାକୁ ଲାଗିଲେ ଏବଂ ଯେଉଁ ସମସ୍ତେ ପୂର୍ବର କଥା ଗୁଡ଼ିକ ଶୁଣି ହସୁଥିଲେ ଏହା ମଧ୍ୟ ତାକୁ ବହୁତ ମଜାକିଆ ଭଳି ଲାଗିଲା ଏବଂ ସମସ୍ତେ ହସିଲେ। Even the king caught off guard, signed as instinctively yawned. ଏବଂ ରାଜା ମଧ୍ୟ କଣ କଲେ ପିଲାମାନେ? ହସିଲେ ଏବଂ ଅଜାଣତରେ ନିଜେ ହାଇ ମାରିଦେଲେ। Rama watched him keenly that continue, your majesty, is there anyone in the world who does not yawn? ରାମା କଣ କରୁଥିଲା ପିଲାମାନେ? ରାମା ଧ୍ୟାନର ସହ ଦେଖୁଥିଲା ଏବଂ ରାଜାଙ୍କୁ କହିଲା, ମହାରାଜ, ଆମ ପୃଥିବୀରେ, ଆମ ବିଶ୍ୱରେ ଏମିତି କୌଣସି ଲୋକ ଅଛି ଯିଏ ବିନା ହାଇ ମାରି ରହିପାରିବ କି? It is as natural as breathing. କଣ କହିଲା? ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଯେମିତି ଆମେ ନିଶ୍ୱାସ ପ୍ରଶ୍ୱାସ ନେଇଥାଉ। The king's expression shifted as realization dawned. ତାପରେ କଣ ହେଲା ପିଲାମାନେ? ରାଜାଙ୍କର ଅନୁଭବ ହେଲା, କଣ ହେଲା? ସେ ଯେ ପୂର୍ବବର୍ତ୍ତୀ ଘଟଣାଟା ଘଟି ଯାଇଥିଲା ତାଙ୍କ ମନଟା ସେଠାକୁ ଚାଲିଗଲା ଏବଂ ସେ ମନେ ପକାଇଲେ। His mind raced back to the quarrel with the queen. ରାଣୀ ସହ ଯେଉଁ ଘଟଣା ଭୁଲ ବୁଝାମଣା ହୋଇଥିଲା ତାଙ୍କ ମନ ସେଠାକୁ ଚାଲିଗଲା।
He remembered scolding her harshly for yawning while he reciting poem. ସେ ମନେ ପକାଇଲେ ରାଣୀକୁ କିପରି ସେ ଖରାପ କଥା କହିଥିଲେ, ଗାଲି କରିଥିଲେ ଯେତେବେଳେ ସେ ତାଙ୍କ କବିତାର ପୁନରାବୃତ୍ତି କରୁଥିଲେ। ରାଣୀ ହାଇ ମାରିଥିବାରୁ ରାଜା ତାଙ୍କୁ ବହୁତ ଖରାପ କଥା କହିଥିଲେ, ତାହା ସେ ମନେ ପକାଇଲେ। He realized how unfair he had been. ତାପରେ ସେ ଅନୁଭବ କଲେ ସେ କେତେ ଭୁଲ ଥିଲେ। ବୁଝିଲା ପିଲାମାନେ? If I had known that yawning was not a sign of disrespect, I would not have taken her gesture so personally. ସେ କହିଲେ ମନେ ମନେ ସେ କହିଲେ ଯଦି ମୁଁ ଜାଣିଥାନ୍ତି ହାଇ ମାରିବା ଗୋଟିଏ ଅସମ୍ମାନ ନୁହେଁ ତାହେଲେ ମୁଁ ତାକୁ ମୋର ପର୍ସନାଲ ଭାବରେ ନେଇ ନଥାନ୍ତି। ଏବଂ he thought regret feeling his heart. ତାପରେ ସେ ବହୁତ ଅନୁତାପ କରିଛନ୍ତି, ଦୁଃଖ ଅନୁଭବ କରିଛନ୍ତି, ତାଙ୍କ ହୃଦୟଟା ଅନୁତାପରେ ଭରି ଉଠିଛି। That evening the king approached the queen with a softened expression. ଏବଂ ସେହିଦିନ ସନ୍ଧ୍ୟାରେ ରାଜା ଏକ କୋମଳ ଭାବ ସହିତ ରାଣୀଙ୍କ ନିକଟକୁ ଆସିଲେ। Tiruvalamblam, he began his voice gentle. I have been foolish. I see now that I overreact. I let my pride blind me. I am so sorry. ତେଣୁ ତାପରେ ଆସିଲେ ଓ ଧୀର ସ୍ୱରରେ କହିଲେ ତିରୁବାଲାମ୍ବଲମ୍। ସେ ନମ୍ର ସ୍ୱରରେ ଆରମ୍ଭ କଲେ। ତାମାନେ ରାଜା ନମ୍ର ସ୍ୱରରେ ଆରମ୍ଭ କଲେ। କ'ଣ କଲେ? ମୁଁ ବୋକା ହୋଇଯାଇଥିଲି। ମୁଁ ଏବେ ବୁଝିପାରୁଛି ଯେ ମୁଁ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କରିଥିଲି। ସେ ଦୁଃଖର ସହିତ ତିରୁବାଲାମଙ୍କୁ କହିଛନ୍ତି ମହାରାଣୀ ମୁଁ ସେତେବେଳେ ବୋକା ହୋଇଯାଇଥିଲି ଏବଂ ମୁଁ ବୁଝିପାରୁଛି ଏବେ କ'ଣ ବୁଝିପାରୁଛି କି ମୁଁ ଅଧିକ ପ୍ରତିକ୍ରିୟାଶୀଳ ପ୍ରକାଶ କରିଥିଲି। ବୁଝିହେଲା? ମୋର ଅହଙ୍କାର ମୋତେ ଅନ୍ଧ କରିଦେଇଥିଲା, ସେଥିପାଇଁ ମୁଁ ବହୁତ ଦୁଃଖିତ। I let my pride blind. I am so sorry. କ'ଣ ପିଲାମାନେ ମୋତେ ମୋର ଅହଙ୍କାର ଅନ୍ଧ କରିଦେଇଥିଲା ଏବଂ ସେଥିପାଇଁ ମୁଁ କ୍ଷମା ମାଗୁଛି। The queen who had longed for this moment smiled and replied. ରାଣୀ ଯିଏକି ଏହି ମୁହୂର୍ତ୍ତକୁ ଅନେକ ସମୟ ଧରି ଅପେକ୍ଷା କରିଥିଲେ ସେ ଟିକେ ହସିଲେ ଏବଂ ଉତ୍ତର ଦେଲେ। କ'ଣ ଉତ୍ତର ଦେଲେ? If you like, we can leave this quarrel behind us. ଯଦି ତୁମେ ଚାହାନ୍ତ ଆମେ ଏହି କଳିକୁ ପଛରେ ଛାଡ଼ି ଆଗକୁ ବଢ଼ିପାରିବା। I would very much like to listen to your poem. ମୁଁ ଆପଣଙ୍କ କବିତା ଶୁଣିବାକୁ ବହୁତ ଭଲ ପାଏ। Rama, who had orchestrated this settlement, felt victorious. ତାପରେ କ'ଣ ହେଲା ପିଲାମାନେ? ରାମା ଯିଏ ଏହି ସମାଧାନର ଯୋଜନା କରିଥିଲା ନିଜକୁ ବିଜୟୀ ମନେ କଲେ। The king and queen later present him with valuable gifts for his service. ତାପରେ ରାଜା ରାଣୀ କ'ଣ କଲେ? ଏହି ସେବା ପାଇଁ ରାମାଙ୍କୁ ମୂଲ୍ୟବାନ ଉପହାର ପ୍ରଦାନ କଲେ। The royal couple bond was restored. ତାପରେ କ'ଣ ହେଲା ପିଲାମାନେ? ରାଜକୀୟ ଦମ୍ପତିର ସେହି ସମ୍ପର୍କ ପୁଣି ଥରେ ସ୍ଥାପନ ହେଲା। And the palace brimmed once again with joy and laughter. ଏବଂ ରାଜପ୍ରସାଦ ପୁଣି ଥରେ ଆନନ୍ଦ ଏବଂ ହସରେ ଭରିଗଲା। ତ ପିଲାମାନେ ଏଠି ତୁମ ପ୍ରଥମ ଅଧ୍ୟାୟଟି ଶେଷ ହେଲା। କିଛି ବୁଝିବାରେ ଅସୁବିଧା ହେଲେ ପିଲାମାନେ କମେଣ୍ଟରେ ଜଣାଇବ ଏବଂ ଯେଉଁ 4ଟି ରିଡିଲର ଉତ୍ତର କମେଣ୍ଟରେ କହିବା ପାଇଁ କହିଥିଲି ପିଲାମାନେ ସେହି ରିଡିଲର ଉତ୍ତର ଆମର ଗୁଣ ଅବସ୍ଥା ଉପରେ ବେଶୀ କରି ଉତ୍ତର ହେବ। ତ ଚିନ୍ତା କରି ଉତ୍ତର ଦେବାକୁ ଚେଷ୍ଟା କରିବ ଏବଂ ପିଲାମାନେ ଏ ଭିଡ଼ିଓଟିକୁ ତୁମ ସାଙ୍ଗମାନଙ୍କ ନିକଟକୁ ସେୟାର କରିଦେବ ଏବଂ ଭଲ ଲାଗିଲେ ଲାଇକ୍ ଗୋଟେ କରିଦେବ। କାହିଁକି ତମେ ଯେତେ ଲାଇକ୍ କରିବ ଆମେ ଜାଣିପାରିବୁ ଆମର ଭିଡ଼ିଓଟା ଆପଣମାନଙ୍କୁ ଭଲ ଲାଗୁଛି ଓ ଆମେ ଆହୁରି ଭଲ ଉନ୍ନତ ଭିଡ଼ିଓ ଆଣିବାକୁ ଚେଷ୍ଟା କରିବୁ। ଧନ୍ୟବାଦ। ନମସ୍କାର ପିଲାମାନେ। ମୁଁ ରହିଲି। ପୁଣି ଆସୁଛି ଦ୍ୱିତୀୟ ଅଧ୍ୟାୟ ନେଇ ତୁମମାନଙ୍କ ପାଇଁ।